ବର୍ତ୍ତମାନ ଟାଇମ୍ରେ ଗୋଟେ ବହୁତ ବଡ଼ ଖୁସି ଖବର ଆସିଯାଇଛି। ଆପଣମାନେ ଯଦି ଫରେଷ୍ଟ ଗାର୍ଡ଼ ଫରେଷ୍ଟର ଲାଇଫଷ୍ଟକ୍ ଇନ୍ସପେକ୍ଟର ଏକ୍ଜାମ୍ ଦେଇଥିଲ ତ ନିହାତି ଭାବରେ ଏଇ ଭିଡ଼ିଓଟି ବହୁତ ଇମ୍ପୋର୍ଟାଣ୍ଟ। ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖ ଜାଣିପାରିବ। ଯଦି ଆମ ଚ୍ୟାନେଲକୁ ଫାଷ୍ଟ ଟାଇମ୍ ଭିଜିଟ୍ କରୁଛ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅଲ୍ରେ କ୍ଲିକ୍ କର। ତ OSSC ଅଣ୍ଡରରେ ଯେତେ ଏକ୍ଜାମ୍ ମଧ୍ୟ ଆସିଥିଲା ଗୋଟେ ନିଯୁକ୍ତି ମେଳା ଅପଡ଼େଟ୍ ହେଇଛି ଅଗଷ୍ଟ ଡିସେମ୍ବର 2024 ଭିତରେ OSSC ତରଫରୁ ଯେତେ ସବୁ ରିକ୍ରୁଟମେଣ୍ଟ ଅଛି କେଉଁ ଜବ୍ ତାର ଜଏନିଂ ହେବ ତା ଡେଟ୍ ଅଲରେଡ଼ି ମେନ୍ସନ୍ ମଧ୍ୟ କରିଦେଇଛି। ଓକେ, ତ ନିହାତି ଭାବରେ ଭିଡ଼ିଓ ଫାଷ୍ଟ କ୍ଲାସ୍ ସବୁ କିଛି ଡିଟେଲ୍ସ ମଧ୍ୟ ଜାଣିପାରିବେ। ଆପଣମାନେ ବି ଜାଣିଥିବ ଫରେଷ୍ଟର ଲାଇଫଷ୍ଟକ୍ ଇନ୍ସପେକ୍ଟର ଗୋଟେ କମ୍ବାଇନ୍ ଏକ୍ଜାମ୍ ହେଇଥିଲା। ଆଉ ଯେଉଁମାନେ ବି ଭଲ ସ୍କୋର୍ କରୁଛ ଆଜିଠୁ ଫିଜିକାଲ୍ ଷ୍ଟାର୍ଟ କରିଦିଅ, କାରଣ ତାଙ୍କର ଜଏନିଂ ଡେଟ୍ ଅଲରେଡ଼ି ଆସିଗଲାଣି। ତ ଆଉ ବେଶୀ ଟାଇମ୍ ଦେବନି ଫିଜିକାଲ୍ ପାଇଁ, ବହୁତ ଶୀଘ୍ର ଫିଜିକାଲ୍ କରିଦେବ ଆଉ ଡକ୍ୟୁମେଣ୍ଟ ଭେରିଫିକେସନ୍ କରି ମଧ୍ୟ ଜଏନିଂ କରିଦେବ। ଏଇ ଭିଡ଼ିଓରେ ବହୁତ ମୁଁ ଯେତେ ବି ଯେଉଁ କଥା ବିଷୟରେ ଭାବେ 100% ସେଇଟା ରିଅଲ୍ ସତ କଥା ହିଁ ହୋଇଥାଏ। ଆମ ଚ୍ୟାନେଲରେ ଭିଜିଟ୍ କରିକି ଫରେଷ୍ଟର ଲାଇଫଷ୍ଟକ୍ ଇନ୍ସପେକ୍ଟର ମଧ୍ୟ କଟଅଫ୍ ଭିଡ଼ିଓ ମଧ୍ୟ ଦେଖିପାରିବ। ସେଇ କଟଅଫ୍ ହିଁ ସେଇ ଭିତରେ ହିଁ ଆସିବ। ଓକେ, ତାପରେ ନେକ୍ସଟ କଥା କି ଫରେଷ୍ଟ ଗାର୍ଡ଼ର ରେଜଲ୍ଟ କେବେ ବାହାରିବ? ଫରେଷ୍ଟ ଗାର୍ଡ଼ ରେଜଲ୍ଟ ଅଗଷ୍ଟ ମାସରେ 100% ବାହାରିବ ଏବଂ ତୁମର ସେପ୍ଟେମ୍ବର ମାସରେ ଫିଜିକାଲ୍ ହେବ। ମୁଁ 100% ଗ୍ୟାରେଣ୍ଟି କହୁଛି, ଯେଉଁଟାକି ତୁମ ଜାଣିଥିବ ମୁଁ ଓଡ଼ିଶା ପୋଲିସ ଅଫିସିଆଲ୍ ୱେବସାଇଟ୍ ଦେଖେଇ ଦେଉଛି। ତ ବର୍ତ୍ତମାନ ମୁଁ OSSC ୱେବସାଇଟ୍ରେ ପଳାଇ ଆସିଲି। ରିକ୍ରୁଟମେଣ୍ଟ ଉପରେ କ୍ଲିକ୍ କରିଛି, ରିକ୍ରୁଟମେଣ୍ଟ କ୍ୟାଲେଣ୍ଡର ଉପରେ କ୍ଲିକ୍ କରିଛି। ଆପଣମାନେ ବି ଦେଖିପାରୁଥିବେ ଯେଉଁଟାକି ଫିଜିକାଲ୍ ସେ ଅଗଷ୍ଟରେ କହିଛି, ବଟ୍ ମୋ ଅନୁସାରେ ଫିଜିକାଲ୍ ଅଗଷ୍ଟରେ ହେବନି। କାହିଁକି ହେବନି ମୁଁ ଭିଡ଼ିଓ ଫାଷ୍ଟ ଲାଷ୍ଟ ହିଁ ଦେଖିଲେ ତୁମେ ଜାଣିପାରିବ। କିନ୍ତୁ 100% ଅଗଷ୍ଟ ମାସରେ ତୁମ ରେଜଲ୍ଟ ବାହାରିବ। ଯଦି ବି ଫିଜିକାଲ୍ ମୁଁ ତୁମକୁ କହିଦେଉଛି, ଯଦି ବି ଫିଜିକାଲ୍ ଅଗଷ୍ଟ ମାସରେ ହେବ ତାହେଲେ ଅଗଷ୍ଟ ଫାଷ୍ଟ ସେକେଣ୍ଡ ୱିକ୍ରେ ତୁମର ରେଜଲ୍ଟ ବାହାରି ପାରିବ। ଠିକ୍ ଅଛି, କିନ୍ତୁ ତୁମର ସେପ୍ଟେମ୍ବର ମାସରେ 100% ଫିଜିକାଲ୍ ହେବ, ତାଠୁ ଅକ୍ଟୋବର ଆଡ଼େ ଯିବନି। ବୁଝିଗଲ ତ? ଏଇ ଅଗଷ୍ଟ ସେପ୍ଟେମ୍ବର ମାସରେ ତୁମର ମାନେ ତୁମେ ଭାବିଦିଅ ଯେ ସେପ୍ଟେମ୍ବର ମାସରେ ତୁମ ରେଜଲ୍ଟ ୱିଥ୍ ଫିଜିକାଲ୍ ସରିଯାଇଥିବ। ଓକେ, ଆଉ ତୁମ ଜଏନିଂ ନଭେମ୍ବର ମାସରେ ନୁହଁ, ଠିକ୍ ଅଛି, ତୁମ ଜଏନିଂ ଡିସେମ୍ବର ମାସରେ ରହିବ। ବୁଝିପାରିଲ ତ? କ'ଣ ପାଇଁ ନା ଭିଡ଼ିଓ ଫାଷ୍ଟ ଲାଷ୍ଟ ଜାଣିଲେ ଗୋଟେ ବହୁତ ବଢ଼ିଆ ଅପଡ଼େଟ୍ ଆସିଯାଇଛି OSSC ପୋଲିସ ତରଫରୁ, ତୁମେ ମଧ୍ୟ ଜାଣିପାରିବ। ଓକେ, ଆଉ ତାପରେ ଆଉ ଗୋଟେ କଥା ଲାଗି କଟଅଫ୍ ଭିଡ଼ିଓ ତ ମୁଁ ଅଲରେଡ଼ି କହିଦେଇଛି, ଅଲରେଡ଼ି ମୁଁ ଭିଡ଼ିଓ ଅପଲୋଡ଼ କରିଦେଇଛି। ଯେଉଁମାନେ ବି କଟଅଫ୍ ବିଷୟରେ କେତେ ଯିବ, ଫରେଷ୍ଟ ଗାର୍ଡ଼ରେ କେତେ ଯିବ, ଫରେଷ୍ଟରେ କେତେ ଯିବ, ଲାଇଫଷ୍ଟକ୍ ଇନ୍ସପେକ୍ଟର କେତେ ଯିବ, ଯଦି ବି ତା ବାବଦରେ କଟଅଫ୍ ଭିଡ଼ିଓ ଦେଖିବାର ଅଛି ତ ଭିଡ଼ିଓ ଅଲରେଡ଼ି ମୁଁ ଅପଲୋଡ଼ କରିଦେଇଛି ଆମ ଚ୍ୟାନେଲରେ, ଯାଇକି ମୋତେ ଭିଜିଟ୍ କରିବେ। ଓକେ, ତ ଚାଲନ୍ତୁ ମୁଁ ତୁମକୁ ଏଇଟା ଅପଡ଼େଟ୍ଟି ଦେଖାଇ ଦେଉଛି। ତୁମେ ବି ଦେଖିପାରୁଥିବ ଭଲ କ୍ଲିଅର୍ ଆସୁନି, ତଥାପି ମୁଁ ତୁମକୁ ଏଇଠି କହିଦେଉଛି। ଓକେ, ଇନଫର୍ମେସନ୍ ଅଫ୍ ନିଯୁକ୍ତି ମେଳା ଫର୍ମ ଅଗଷ୍ଟ ଟୁ ଡିସେମ୍ବର 2024 ହେଲା। ଓଡ଼ିଶା ସବଅର୍ଡ଼ିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ମାନେ OSSC ତରଫରୁ ଅଗଷ୍ଟ ଟୁ ଡିସେମ୍ବର ମାସରେ କେଉଁ ଜବ୍, କେଉଁ ଚାକିରି, କେଉଁ ରିକ୍ରୁଟମେଣ୍ଟ ତାର ଜଏନିଂ କରିବ ତା ବାବଦରେ ଗୋଟେ ଅପଡ଼େଟ୍ ଦେଇଦେଇଛି। ଓକେ, ଅଗଷ୍ଟ 7ରେ ତୁମର ତ ବହୁତ ବଢ଼ିଆ ଅପଡ଼େଟ୍ଟି ତୁମେ ଦେଖିପାରୁଥିବ। ଅଗଷ୍ଟ 7, 2024ରେ ରେଡ଼ିଓ କାଫର 2023 ମସିହାରେ ଯେଉଁ ବାହାରିଥିଲା ଟୋଟାଲ୍ କେତେ 318 ପୋଷ୍ଟ। ଏଇଟା ତୁମକୁ ଭଲ ସେ କ୍ଲିଅର୍ ଦେଖାଇବା ମାନେ ଦେଖିବା ନଥିବ, ତଥାପି ମୁଁ ତୁମକୁ ଏଇଠି ବଢ଼େଇ କହିଦେଉଛି, ତେବେ ଜାଣିପାରିବ। ଠିକ୍ ଅଛି, ତାପରେ ହେଲା ଅଗଷ୍ଟ 17 ନା କେତେ ଲେଖା ହେଇଛି, ଅଗଷ୍ଟ 17 ମାନେ ମଲ୍ଟିପର୍ପଜ୍ ହେଲ୍ଥ ୱାର୍କର 2023 ମସିହାରେ ଯେଉଁ 2753 ପୋଷ୍ଟ ବାହାରିଥିଲା ତାର ଜଏନିଂ ହେଇଯିବ। ଠିକ୍ ଅଛି, ନଭେମ୍ବରରେ ତୁମର ଜଏନିଂ ହେଉଛି କ'ଣ କମ୍ବାଇନ୍ ରିକ୍ରୁଟମେଣ୍ଟ 2023 ଫାର୍ମାଲିଷ୍ଟ ଆଉ କ'ଣ ମଲ୍ଟିପର୍ପଜ୍ ହେଲ୍ଥ ୱାର୍କରର ଜଏନିଂ ରହିବ ନଭେମ୍ବର ମାସରେ। ଆଉ ଡିସେମ୍ବର ମାସରେ ତୁମର ରହିବ ଲାଇଫଷ୍ଟକ୍ ଇନ୍ସପେକ୍ଟର ଫରେଷ୍ଟ ଗାର୍ଡ଼। ଆପଣମାନେ ବି ଅଲରେଡ଼ି ବି ଅପଡ଼େଟ୍ ଜାଣିଥିବେ। ଓକେ, ବହୁତ ବଢ଼ିଆ ଅପଡ଼େଟ୍ ବାହାରିଛି। ଆପଣମାନେ 100% ଏଇଟା 100% ହେବ। ଡିସେମ୍ବର ମାସରେ ତୁମର ଜଏନିଂ ହେଲା ମାନେ ତୁମର ଅଗଷ୍ଟ ମାସରେ ତୁମର ରେଜଲ୍ଟ ବାହାରିପାରିବ। ସେପ୍ଟେମ୍ବର ଭିତରେ ତୁମର ଭାବିଥାଏ ରିଟିନ୍ ଆଉ ଫିଜିକାଲ୍ ହେଇଯିବ। ତ ଆଜିଠୁ ଫିଜିକାଲ୍ ଷ୍ଟାର୍ଟ କରିଦିଅନ୍ତୁ, ପାଖରେ ଟାଇମ୍ ନାହିଁ କହି ଚଳେ। ଯଦି ବି ସେ ଅଗଷ୍ଟ ମାସରେ ଫିଜିକାଲ୍ କରିଦେବ ସେମିତି ବି କହିହେବନି। ବୁଝିପାରିଲ ତ? ତ ତେଣୁ ବହୁତ ଜଲ୍ଦି ଯେତେ ଜଲ୍ଦି ପାରୁଛ, ଯଦି ଭଲ ମାର୍କ ରହୁଛି ତାହେଲେ ନିହାତି ଭାବରେ ଫିଜିକାଲ୍ଟି ଆରମ୍ଭ କରିଦିଅନ୍ତୁ। ନହେଲେ ବି ଟାଇମ୍ ବଳିଲେ ସେତେବେଳେ ତୁମେ ହଇରାଣ ହେଇଯିବ, କାରଣ ଏଇଟା 25 କିଲୋମିଟର ପୁଅ ପିଲାଙ୍କ ପାଇଁ ଝିଅ ଆପଣ